ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଲଟିଛି ମରଣ ଯନ୍ତା। ନିର୍ମାଣ କାର୍ଯ୍ୟକୁ ଅଧାରେ ରଖି ଠିକାଦାର ମାରିଛି ଛୁ। ରାସ୍ତା ନିର୍ମାଣର 3 ମାସର ଅବଧି ଓ ପ୍ରତିଶ୍ରୁତିକୁ 3 ବର୍ଷ ବିତିଗଲେ ହେଁ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି ଏହି କାର୍ଯ୍ୟକ୍ରମ। ହନ୍ତସନ୍ତ ହେଉଛନ୍ତି 2ଟି ଗାଁର 250 ପରିବାର। ହଁ ଆଜ୍ଞା, ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କଥା। ସନ୍ତୋଷପୁର ପଞ୍ଚାୟତର କାଠଗଡ଼ା ଛକଠାରୁ ଲାଉପୁଟୁ ଦେଇ ସାନଗୋପାଳପୁରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତାର ଲମ୍ବା 6 କିଲୋମିଟର। କିନ୍ତୁ ବର୍ତ୍ତମାନ ତାହା ପାଲଟିଛି ମରଣ ଯନ୍ତା। ସୂଚନା ଅନୁଯାୟୀ ଗତ 4 ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ରାସ୍ତାକୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମକୁ ଅଧାପନ୍ତରିଆ ଛାଡ଼ି ପଳାଇବା ଫଳରେ ଉକ୍ତ ରାସ୍ତାରେ ନିର୍ଭର କରୁଥିବା ଲାଉପୁଟୁ ଓ ସାନଗୋପାଳପୁର ଗ୍ରାମର ପ୍ରାୟ 250 ପରିବାର ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ମଝିରେ ଯାଇଥିବା ରାସ୍ତାରେ ଦୀର୍ଘ 4 ବର୍ଷ ହେଲା ମେଟାଲ ବିଛାଯାଇ ପଡ଼ି ରହିଥିବା ଫଳରେ ଗ୍ରାମବାସୀମାନେ ପାଦରେ ଚାଲିବା କଷ୍ଟକର ହୋଇପଡ଼ିଥିବା ସାଙ୍ଗକୁ ବାଇକ୍ ଓ ସାଇକେଲ ସ୍ୱାଭାବିକ ଭାବେ ଯାତାୟାତ କରିବାରେ ଅସମ୍ଭବ ହୋଇପଡ଼ିଛି। ଏପରିକି ପାଠପଢ଼ା ପିଲାମାନେ ସ୍କୁଲ ଯିବା ଓ ଜରୁରୀକାଳୀନ ରୋଗୀ ସେବାକୁ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିବା କଷ୍ଟକର ହୋଇପଡ଼ିଛି। ଗ୍ରାମବାସୀ ସ୍ଥାନୀୟ ବିଧାୟକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମୋ ନାଁ ହେଲା ଅମୂଲ୍ୟ କୁମାର ଜେନା। ଗ୍ରାମ ନାମ ହେଲା ଲାଉପୁଟୁ, ଆମର ସନ୍ତୋଷପୁର ପଞ୍ଚାୟତ। କ'ଣ କହିବା, ଦୀର୍ଘ 3 ବର୍ଷରୁ 4 ବର୍ଷ ହେଲା ଏ ରାସ୍ତା କାମ ଯେଉଁ 7 କିଲୋମିଟର ଧରି ଚାଲିଛି ଆମର କାଠଗଡ଼ା ଛକରୁ ଆମର ସାନଗୋପାଳପୁର ପର୍ଯ୍ୟନ୍ତ ଅଦ୍ୟାବଧି ସମ୍ପୂର୍ଣ୍ଣ ହେବାର ନାଁ ଧରୁନି। କ'ଣ ରହିଛି ସମସ୍ୟା? ଆଜ୍ଞା, ଆମେ ବାରମ୍ବାର କହିଲା ସତ୍ତ୍ୱେ ବି ଏଠିକାର ଯେଉଁ କଣ୍ଟ୍ରାକ୍ଟର ସିଏ କହୁଛନ୍ତି ଆଜି ହେଇଯିବ, କାଲି ହେଇଯିବ, କାଲି ହେଇଯିବ, ତାପରେ ହେଇଯିବ, ଏମିତି କହି ଦୀର୍ଘ 4 ବର୍ଷ ବିତିଗଲାଣି ଆଜ୍ଞା। ହେଲେ ଆମେ ଯାତାୟାତଟା ବହୁତ ପ୍ରୋବ୍ଲେମ୍ ହେଉଛି ଆଜ୍ଞା। ଗାଡ଼ି ଗୋଟେ ଧରିକି ଯିବୁ ବୋଲି କହିଲା ଆସକୁ ଏକ୍ସଟ୍ରା ଗୋଟେ ପଇସା ଖାଲି ଧରିଥିବାକୁ ପଡ଼ିବ 100 ଟଙ୍କା ଖାଲି ପମ୍ପଚର ପକାଇବା ପାଇଁ ଆଜ୍ଞା। କାରଣ ଇଏ ତ ଆଜ୍ଞା ଦେଖୁଛନ୍ତି ପୁରା ମେଣ୍ଟେଲିଂ କରିଦେଇଛନ୍ତି, ଆଉ ସେଥିରେ ପିଛୁ ନାହିଁ କି କିଛି ନାହିଁ। ଏଥିପାଇଁ ଆଜ୍ଞା ଆମେ ବହୁତ ହଇରାଣ ହେଇଗଲୁଣୁ। ଏଇ ଯେଉଁ କଣ୍ଟ୍ରାକ୍ଟର ନେଇଛନ୍ତି ତାଙ୍କୁ ତୁରନ୍ତ ଟିକେ ଯଦି ଆପଣଙ୍କ ମିଡ଼ିଆ ଦ୍ୱାରା ସେ ଯଦି ଜାଣିପାରୁଥିବେ ଯେ ଏଠିକାର ଲୋକ ବହୁତ ଅସୁବିଧା ହେଉଛନ୍ତି, ଏହା ପାଇଁ କିଛି ବେଗାଳି କାର୍ଯ୍ୟାନୁଷ୍ଠାନ କରାଯିବ। ସେ ଯଦି ଚାହିଁବେ ହେଲେ କହିଲେ ବେଗାଳି ହେଇପାରେ, ଯଦି ନାହିଁ ଆଜ୍ଞା ସରକାର ଯାହା ନିଷ୍ପତ୍ତି ନେଇପାରିବେ ଆଉ।